ମାର୍ଗଶିର ମାସ 5 ଡିସେମ୍ବର ଗୁରୁବାର। ଗୋଟିଏ ଦୀପରେ ହଳଦୀ ପକାଇ ଆପଣଙ୍କ ଘରେ ଜଳାଇ ଦିଅନ୍ତୁ। କରୋଡ଼ପତି ବନିବାକୁ ଆଦୌ ବେଶୀ ସମୟ ଲାଗିବ ନାହିଁ। ଆଉ ଏହି ମାର୍ଗଶିର ମାସ 15 ଡିସେମ୍ବର ପର୍ଯ୍ୟନ୍ତ ରହିବ। ଆଉ ଏହି ମାର୍ଗଶିର ମାସରେ ବହୁତ ପୁଣ୍ୟ ଏବଂ ଲକ୍ଷ୍ମୀ ପ୍ରାପ୍ତି ମାସଟିଏ। ତେଣୁ ଆପଣ ଏହି ହଳଦୀ ପକାଇ ଦୀପଟିଏ ମାତା ଲକ୍ଷ୍ମୀଙ୍କ ପାଇଁ କାଲି ହିଁ ଆପଣ ଆପଣଙ୍କ ଘରେ ଜଳାଇ ଦିଅନ୍ତୁ। ଏହି ସୁଯୋଗକୁ ଆପଣମାନେ ଆଦୌ ହାତ ଛଡ଼ା କରନ୍ତୁ ନାହିଁ, କାହିଁକି ନା ଏହି ଉପାୟଟି ସେହି ଉପାୟ ଅଟେ ଯାହା ଆପଣଙ୍କ ଘରେ ଆପଣଙ୍କ ଜୀବନରେ ନିର୍ଧନତାକୁ ଦୂର କରିଦେଇ ମାତା ଲକ୍ଷ୍ମୀଙ୍କ କୃପା ଏପରି ବର୍ଷିବ, କିଛି ସମୟରେ ଆପଣ ଦେଖିବେ ଆପଣଙ୍କ ଘରେ ଆପଣଙ୍କ ତ୍ରେଜୋରୀ ଆପଣଙ୍କର ଯେଉଁ ବ୍ୟାଙ୍କ ବାଲାନ୍ସ ତାହା ବଢ଼ିବାକୁ ଲାଗିବ। ଆଉ ଆପଣଙ୍କ ଘରେ ଧନ ଭର୍ତ୍ତି ହେବାକୁ ଲାଗିବ। ଦେଖନ୍ତୁ, ହଳଦୀ ଶ୍ରୀହରି ବିଷ୍ଣୁଙ୍କ ସହିତ ଜଡ଼ିତ। ଆଉ ଯଦି ଆପଣ ଶ୍ରୀହରି ବିଷ୍ଣୁଙ୍କୁ ପ୍ରସନ୍ନ କରିଦେବେ, ତେବେ ମାତା ଲକ୍ଷ୍ମୀ ତ ସ୍ୱୟଂ ଆପଣଙ୍କ ଉପରେ ପ୍ରସନ୍ନ ହୋଇଯିବେ। ତ ସାରା ବର୍ଷ ଭିତରେ ସବୁଠାରୁ ମାର୍ଗଶିର ମାସ ଲକ୍ଷ୍ମୀ ପ୍ରାପ୍ତି ମାସ ଅଟେ। ଏହି ମାସ ମାତା ଲକ୍ଷ୍ମୀଙ୍କର ବହୁତ ପ୍ରିୟ ମାସ ହୋଇଥାଏ। ଆଉ ଏହି ମାର୍ଗଶିର ମାସରେ ମାତା ଲକ୍ଷ୍ମୀ ଧରିତ୍ରୀ ଉପରେ ଭ୍ରମଣ କରିଥାନ୍ତି। ଆଉ ଏହି ମାସରେ ଶ୍ରୀହରି ବିଷ୍ଣୁଙ୍କୁ ପୂଜା କରି ଆରାଧନା କରିକି ମାତା ଲକ୍ଷ୍ମୀଙ୍କୁ ପୂଜନ କରି ଆପଣ ସବୁଦିନ ପାଇଁ ଆପଣଙ୍କ ଜୀବନରୁ ଆପଣଙ୍କର ଘରୁ ନିର୍ଧନତାକୁ ଦୂର କରିପାରିବେ। ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରିପାରିବେ। ତ ମାର୍ଗଶିର ମାସରେ ଶ୍ରୀହରି ବିଷ୍ଣୁ ମାତା ଲକ୍ଷ୍ମୀ ଭଗବାନ କୃଷ୍ଣଙ୍କୁ ବିଶେଷ କରି ପୂଜାର୍ଚ୍ଚନା କରାଯାଏ, କାହିଁକି ନା ଏହି ମାସରେ ମାତା ଲକ୍ଷ୍ମୀ ଧରିତ୍ରୀ ଉପରେ ଭ୍ରମଣ କରିଥାନ୍ତି। ଶ୍ରୀହରି ବିଷ୍ଣୁଙ୍କ କୃପା ବହୁ ଜଲ୍ଦି ଆପଣଙ୍କୁ ମିଳିଥାଏ ଯଦି ଏହି ମାର୍ଗଶିର ମାସରେ ଆପଣ ଶ୍ରୀହରି ବିଷ୍ଣୁଙ୍କୁ ଜଡ଼ିତ ଉପାୟ କିଛି କରିଥାନ୍ତି। ଦେଖନ୍ତୁ, ଆଜିର ଭିଡ଼ିଓରେ ଆମେ ଯେଉଁ ଉପାୟ ଆପଣଙ୍କ ପାଇଁ ନେଇକି ଆସିଅଛୁ, ହଳଦୀବାଲା ଦୀପ, ଏହି ଉପାୟ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବ। ଶ୍ରୀହରି ବିଷ୍ଣୁଙ୍କୁ କୃପା ଏପରି ଆପଣଙ୍କୁ ଦେବ କି ଆପଣଙ୍କର ଆଗକୁ 7 ପିଢ଼ି କେବେ ବି ଧନ ପାଇଁ ଚିନ୍ତାରେ ରହିବେ ନାହିଁ। ଆପଣମାନେ ବହୁତ ଥର ଦେଖିଥିବେ କିଛି ଲୋକ ତାଙ୍କ ଜୀବନରେ ଏମିତି କିଛି କାମ କରିଦେଇଥାନ୍ତି କି ତାଙ୍କ ପିଢ଼ି ପରେ ପିଢ଼ି ଧନ ବଢ଼ିବାରେ ଲାଗିଥାଏ। ଆଉ କିପରି ସେହି ଲୋକ ଏତେ ଶୀଘ୍ର ଧନବାନ ବନିଥାନ୍ତି, କେମିତି ତାଙ୍କ ପାଖରେ ଏତେ ଧନ ଆସିଥାଏ, ଆଉ କ'ଣ ଏମିତି କରିଥାନ୍ତି ଯେ ସବୁବେଳେ ମାତା ଲକ୍ଷ୍ମୀ ତାଙ୍କ ଘରେ ହିଁ ଧନ ପରେ ଧନ ଓଜାଡ଼ି ଦେଇଥାନ୍ତି। କିନ୍ତୁ ଆପଣମାନଙ୍କୁ ଆମେ ଯେଉଁ ଉପାୟ ବତାଇବୁ, ଯଦି ଆପଣମାନେ ସଚ୍ଚା ଆଉ ଶ୍ରଦ୍ଧାର ସହ ଆପଣ ଏହି ଉପାୟଟିକୁ କରିଦେବେ, ତ ଆପଣଙ୍କର ବି ପିଢ଼ି ପରେ ପିଢ଼ି ଆପଣଙ୍କର ଘରେ ବି ଧନ ବଢ଼ିବ। ଆପଣଙ୍କର ଟ୍ରେଜୋରୀ ବି ଧନରେ ଭରିବାକୁ ଲାଗିବ। ବାସ୍ ଆପଣ ହଳଦୀବାଲା ଦୀପର ଗୋଟିଏ ଛୋଟିଆ ଉପାୟଟିଏ ଆପଣ ମାର୍ଗଶିର ମାସରେ କରିବାକୁ ପଡ଼ିବ। ଏହି ଉପାୟଟିକୁ ଆପଣ 15 ଡିସେମ୍ବର ଭିତରେ କେବେ ବି ଏହି ଉପାୟଟିକୁ କରିବେ, କାହିଁକି ନା ମାର୍ଗଶିର ମାସ 15 ଡିସେମ୍ବର ପର୍ଯ୍ୟନ୍ତ ରହୁଛି। ଆଉ ଏହି ଉପାୟର ଲାଭ ଆପଣଙ୍କୁ ଭାଗ୍ୟକୁ ପୁରା ଚମକାଇ ଦେବ। ଆଉ ଏହି ମାର୍ଗଶିର ମାସଟି ପିତୃଙ୍କ ପାଇଁ ବହୁତ ବିଶେଷ ହୋଇଥାଏ। ଯଦି ପିତୃ ଆପଣଙ୍କ ଉପରେ ଆପଣଙ୍କ ପରିବାର ଉପରେ ରାଗିଥାନ୍ତି, ଆପଣଙ୍କ ଘରେ ପିତୃଦୋଷ ଥାଏ, ତେବେ ଆପଣ ଆପଣଙ୍କ ପିତୃକୁ ପ୍ରସନ୍ନ କରିପାରିବେ। ପିତୃଙ୍କୁ ମୋକ୍ଷ ମିଳିବା ପାଇଁ ଏହି ମାସରେ ଉପାୟ ନିହାତି ଆପଣମାନେ କରିବା ଦରକାର। ତେବେ ଚାଲନ୍ତୁ ପ୍ରଥମେ ଜାଣିବା ହଳଦୀବାଲା ଦୀପ ଆପଣ କେଉଁ ଜାଗାରେ ଜଳାଇବେ ଆଉ କିପରି ଏହି ଛୋଟିଆ ଉପାୟ ଆପଣଙ୍କର ଭାଗ୍ୟକୁ ରାତାରାତି ଚମକାଇବ। ଦେଖନ୍ତୁ, ଖାସ କରି ମାର୍ଗଶିର ମାସରେ ଆପଣଙ୍କ ଘରର ମୁଖ୍ୟ ଦ୍ୱାର ଉପାୟଟି ବିଶେଷ କରି କରାଯାଏ। ମୁଖ୍ୟ ଦ୍ୱାର ଯେଉଁଠି ଆପଣ ଆପଣଙ୍କର ଘର ଭିତରକୁ ଆସିଥାନ୍ତି ଏବଂ ଘରୁ ଆପଣଙ୍କ ବାହାରକୁ ଯାଇଥାନ୍ତି, ଅର୍ଥାତ୍ ଆପଣଙ୍କର ଯେଉଁ ମେନ୍ ଗେଟ୍ ରେ ଯଦି ଆପଣ ଏହି ଉପାୟ କରିଦିଅନ୍ତି, ତ ଶ୍ରୀହରିଙ୍କର ବାସ ଆପଣଙ୍କ ଘରେ ହୋଇଥାଏ। ଆସନ୍ତୁ ଜାଣିବା ଏହି ଉପାୟ ପାଇଁ କ'ଣ କ'ଣ ଜିନିଷ ଆବଶ୍ୟକ। ଉପାୟଟା ପାଇଁ ଆପଣ ଗୋଟିଏ ଦୀପଟିଏ ନିଅନ୍ତୁ। ଦୀପଟି ମାଟିର ଦୀପ ହେଲେ ଚଳିବ, ନାହିଁ ତ ଅଟାର ଦୀପ ମଧ୍ୟ ଆପଣମାନେ ନେଇପାରିବେ। ଯଦି ଆପଣଙ୍କ ପାଖରେ କୌଣସି ଧାତୁ ଯଥା ପିତ୍ତଳ ଦୀପ, ତମ୍ବା ଦୀପ ଅଛି, ତେବେ ଆପଣ ସେହି ଦୀପ ମଧ୍ୟ ନେଇପାରିବେ। ଆଉ ସେହି ଦୀପ ଗୋଲାକାର ହୋଇଥିବ। ସେହି ଦୀପରେ ଶୁଦ୍ଧ ଘିଅ ଢାଳିଦେବେ। ଏହାପରେ ଆପଣଙ୍କର ଆଙ୍ଗୁଠିରେ 1ରୁ 2 ଚୁଟକି ପେଶା ହଳଦୀ ନେଇ ସେହି ଘିଅ ଉପରେ ପକାଇଦେବେ। ଆପଣଙ୍କର ପୂଜା ଘରେ ଆପଣ ବସି ପଡ଼ିବେ। ସବୁଠୁ ପ୍ରଥମେ ଆପଣ ଏହି ମନ୍ତ୍ରଟି ଜପ କରିବେ।
ଆଉ ସେହି ମନ୍ତ୍ରଟି ଶ୍ରୀହରି ବିଷ୍ଣୁଙ୍କର ସବୁଠାରୁ ଶକ୍ତିଶାଳୀ ଏବଂ ପ୍ରିୟ ମନ୍ତ୍ର। ଆପଣମାନେ ସମସ୍ତେ ଏହି ମନ୍ତ୍ରଟି ନିହାତି ଜାଣିଥିବେ। ମନ୍ତ୍ରଟି ହେଉଛି ଓମ୍ ନମୋ ଭଗବତେ ବାସୁଦେବାୟ ନମଃ। ଏହି ମନ୍ତ୍ରଟି ଆପଣ ଜପ କରିବେ, ମାତା ଲକ୍ଷ୍ମୀଙ୍କୁ ମଧ୍ୟ ଧ୍ୟାନ କରିବେ। ତାପରେ ଯାଇ ସେହି ଦୀପଟି ଆପଣ ଲକ୍ଷ୍ମୀ ନାରାୟଣଙ୍କ ଫଟୋ ପାଖରେ ଜଳାଇ ଦେବେ। ଏହାପରେ ଆପଣ ଆପଣଙ୍କର ଦୁଇ ହାତ ଯୋଡ଼ି ପ୍ରାର୍ଥନା କରିବେ, ହେ ମାତା ଲକ୍ଷ୍ମୀ, ତୁମେ ପ୍ରଭୁ ଶ୍ରୀହରି ବିଷ୍ଣୁଙ୍କ ସହିତ ମୋ ଘରକୁ ଆସ ଆଉ ସବୁବେଳ ପାଇଁ ମୋ ଘରେ ଧନର ବର୍ଷା କର। ଦେଖନ୍ତୁ, ଯେବେ ଆପଣ ମାତା ଲକ୍ଷ୍ମୀକୁ ଆପଣଙ୍କ ଘରକୁ ଆମନ୍ତ୍ରଣ କରିଥାନ୍ତି ଆଉ ମାତା ଲକ୍ଷ୍ମୀ ଏତେ ଜଲ୍ଦି ଆପଣଙ୍କ ଘରକୁ ଆସିନଥାନ୍ତି। କିନ୍ତୁ ଯଦି ଆପଣ ଶ୍ରୀହରି ବିଷ୍ଣୁଙ୍କୁ ଆପଣଙ୍କ ଘରକୁ ଡାକିଥାନ୍ତି ତ ମାତା ଲକ୍ଷ୍ମୀ କେବେ ବି ଶ୍ରୀହରି ବିଷ୍ଣୁଙ୍କ ବିନା ରହିପାରନ୍ତି ନାହିଁ। ଯେଉଁଠିକି ଶ୍ରୀହରି ବିଷ୍ଣୁ ଯାଇଥାନ୍ତି ଠିକ୍ ସେହି ଜାଗାରେ ଧନର ଦେବୀ ମାତା ଲକ୍ଷ୍ମୀ ବି ବାସ କରିଥାନ୍ତି। ତ ଆପଣମାନେ ଯେବେ ଶ୍ରୀହରି ବିଷ୍ଣୁଙ୍କୁ ଡାକିଥାନ୍ତି, ପୂଜାର୍ଚ୍ଚନା କରିଥାନ୍ତି, ତ ସିଧା ସିଧା ଆପଣ ମାତା ଲକ୍ଷ୍ମୀକୁ ବି ପ୍ରସନ୍ନ କରିଦେଇଥାନ୍ତି। ତ ଯଦି ଆପଣ ଏହି ଉପାୟକୁ କରିବେ, ଏହି ହଳଦୀବାଲା ଦୀପ ଏହି ମାର୍ଗଶିର ମାସରେ ଜଳାଇ ଦିଅନ୍ତି, ଯାହା ଫଳରେ ଆପଣଙ୍କର ସମସ୍ତ ସମସ୍ୟା ସମାପ୍ତ, ମନୋକାମନା ପୂରଣ ହେବ ହିଁ ହେବ। ଏହା ସହ ଆଉ ଧନ ଏପରି ଆପଣଙ୍କୁ ମିଳିବ ଯେ ଆପଣ କଳ୍ପନା ବି କରିପାରିବେ ନାହିଁ। ତ ଦେଖନ୍ତୁ, ଚମତ୍କାର ତାଙ୍କର ହୋଇଥାଏ ଯିଏ ବିଶ୍ୱାସର ସହ ଏହି ଉପାୟଟିକୁ କରିଥାନ୍ତି। ତେଣୁକରି ଶ୍ରଦ୍ଧା ଆଉ ଭକ୍ତିର ସହ ଏହି ଉପାୟଟିକୁ କରନ୍ତୁ। ଏହି ଉପାୟ କିପରି ଆପଣଙ୍କର କାମ କରିବ ଆଉ ଏହି ଉପାୟକୁ ଆପଣ କେତେ ଦିନ କରିବେ? ମାର୍ଗଶିର ମାସ ଗୋଟିଏ ଗୋଟିଏ ଦିନ ବହୁତ ଲାଭକାରୀ ହୋଇଥାଏ, ବହୁତ ଚମତ୍କାରୀ ଦିନ ହୋଇଥାଏ। ଆପଣ ଏହି ଉପାୟକୁ ଆପଣ ଗୁରୁବାର ଦିନ କରିବେ, ବହୁତ ଅଧିକ ଲାଭ ଆପଣଙ୍କୁ ମିଳିଥାଏ। ନାହିଁ ତ ଆପଣ ମାର୍ଗଶିର ମାସର ଯେଉଁ ଦିନ ବି ଏହି ଉପାୟକୁ କରିପାରିବେ। ଆଉ ଏହି ଉପାୟକୁ ଆପଣ କେଉଁ ସମୟରେ କରିବେ ନା ଏହି ଉପାୟକୁ ଆପଣ ସନ୍ଧ୍ୟା ସମୟରେ କରିବେ ତ ଭଲ। କିନ୍ତୁ ଯଦି ଆପଣ ସନ୍ଧ୍ୟା ସମୟରେ ଏହି ଉପାୟଟିକୁ କରିପାରୁନାହାନ୍ତି ତ ଏହି ଉପାୟକୁ ଆପଣ ସକାଳୁ ବି କରିପାରିବେ। ଆପଣମାନେ ସମସ୍ତେ ଜାଣିଥିବେ ଯେ ଗୁରୁବାର ଶ୍ରୀହରି ବିଷ୍ଣୁଙ୍କୁ ହିଁ ସମର୍ପିତ ହୋଇଥାଏ। ଆଉ ଏହି ଗୁରୁବାର ଦିନଟି ବି ମାତା ଲକ୍ଷ୍ମୀଙ୍କର ପ୍ରିୟ ଦିନ ହୋଇଥାଏ। ତେଣୁ ଆପଣ ଏହି ଉପାୟକୁ ଗୁରୁବାର ଦିନ ହିଁ କରନ୍ତୁ। ଏବେ ଆସନ୍ତୁ ଜାଣିବା ମୁଖ୍ୟ ଦ୍ୱାରରେ କିପରି ଆପଣ ଉପାୟ କରିବେ ଆଉ କେଉଁ ଉପାୟ କରିବେ, ଯାହାଦ୍ୱାରା କିପରି ଆପଣଙ୍କ ଘରେ ଶ୍ରୀହରି ବିଷ୍ଣୁଙ୍କର ବାସ ହେବ। କେବଳ ଗୋଟିଏ ଥର ଯଦି ଲକ୍ଷ୍ମୀ ଆସିଥାନ୍ତି ତ କେବେ ବି ଆପଣଙ୍କ ଘରକୁ ଛାଡ଼ିକି ଯିବେ ନାହିଁ। ଆପଣଙ୍କର ତ୍ରେଜୋରୀ ବି କେବେ ଖାଲି ହେବ ନାହିଁ। ଦେଖନ୍ତୁ, ସବୁ ବ୍ୟକ୍ତି ଚାହାନ୍ତି ଯେ ଗୋଟିଏ ଥର ଯଦି ତାଙ୍କ ଘରେ ପଇସା ଆସିଥାଏ ତ କେବେ ବି ଧନର କମି ଫେରିକି ନ ଆସୁ ତାଙ୍କ ଘରକୁ। ତ ସବୁ ବ୍ୟକ୍ତି ଚାହାନ୍ତି କି ତାଙ୍କର ପଇସା ଅଧିକାରୁ ଅଧିକା ବଢୁ। ଆପଣମାନେ ବି ତ ଚାହାନ୍ତି ଆପଣଙ୍କର ତ୍ରେଜୋରୀ ବଢୁ। ତ ସେଥିପାଇଁ ଛୋଟିଆ ଉପାୟଟିଏ ମୁଖ୍ୟ ଦ୍ୱାରରେ କରିବେ। ଆପଣ ଦୁଇଟି ଦୀପ ପ୍ରସ୍ତୁତ କରିବାକୁ ପଡ଼ିବ। ସେହି ଦୀପ ଆପଣ ଦେଶୀ ଘିଅର ଦୀପ ନେଇପାରିବେ, ସୋରିଷ ତେଲର ଦୀପ ମଧ୍ୟ ନେଇପାରିବେ। ଦୁଇଟି ଦୀପ ଆପଣ ଗୋଲାକାର ଦୀପ ନେବେ। ସନ୍ଧ୍ୟା ସମୟରେ ଆପଣଙ୍କର ମୁଖ୍ୟ ଦ୍ୱାରର ବାହାର ପଟୁ ଦୁଇ ସାଇଡରେ ଜଳାଇ ଦେବେ ଏବଂ ହାତ ଯୋଡ଼ି ଆପଣ ପ୍ରାର୍ଥନା କରିବେ, ହେ ଧନର ଦେବୀ ମାତା ଲକ୍ଷ୍ମୀ, ତୁମକୁ ମୋ ଘର ତରଫରୁ ସ୍ୱାଗତ ଜଣାଉଛି। ତୁମେ ଶ୍ରୀହରି ବିଷ୍ଣୁଙ୍କ ସହିତ ମୋ ଘରକୁ ଆସ ଆଉ ସବୁଦିନ ପାଇଁ ମୋ ଜୀବନରୁ ମୋ ଘରୁ ନିର୍ଧନତାକୁ ଦୂର କରିଦିଅ। ବାସ୍ ଏତିକି କହି ପ୍ରାର୍ଥନା କରିବେ। ଦେଖନ୍ତୁ, ଯେଉଁ ବ୍ୟକ୍ତିଙ୍କ ଘରେ ପଇସାର କମି ନାହିଁ, ନିର୍ଧନତା ନାହିଁ, ଆଉ ଯେଉଁ ଲୋକ ଚାହାନ୍ତି କି ତାଙ୍କ ପଇସା ଆଗକୁ ବଢି ଚାଲୁ, ତ ସେହି ବ୍ୟକ୍ତି ତାଙ୍କ ମୁଖ୍ୟ ଦ୍ୱାରରେ ଦୁଇଟି ଦୀପ ଜଳାଇ ଏଇଆ ପ୍ରାର୍ଥନା କରିବେ ଯେ ହେ ମାତା ଲକ୍ଷ୍ମୀ, ଯେମିତି ତୁମର ମୋ ଉପରେ କୃପା ଅଛି ଠିକ୍ ସେହିପରି ଆଗକୁ ବି ତୁମ କୃପା ମୋ ଉପରେ ରଖିଥାଅ। ଆଉ ଯାହା ବି ମୋ ଦ୍ୱାରା ଭୁଲ ଭାଲ ହୋଇଯାଏ ସେଥିପାଇଁ ମୋତେ କ୍ଷମା କରିଦେବ। ତ ଏହିଭଳି ପ୍ରାର୍ଥନା କରିବେ ଆଉ ଦୁଇଟି ଦୀପ ଆପଣ ଆପଣଙ୍କର ମୁଖ୍ୟ ଦ୍ୱାରରେ ଜଳାଇ ଦେବେ। ଆପଣଙ୍କ ଘରର ମୁଖ୍ୟ ଦ୍ୱାର ଶ୍ରୀହରି ବିଷ୍ଣୁ ଓ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଅବଶ୍ୟ ଆସିବେ ଏବଂ ଆପଣଙ୍କ ଘରେ ଶ୍ରୀହରି ବିଷ୍ଣୁଙ୍କ ବାସ ହେବ। କେବେ ବି ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଛାଡ଼ିକି ଯିବେ ନାହିଁ। ତ ଦୁଇଟି ଉପାୟ ଆମେ ଆପଣଙ୍କୁ ଆଜି ଜଣାଇଲୁ। ବହୁତ ଛୋଟିଆ ଛୋଟିଆ ଉପାୟ ଅଟେ।
ଏହି ଉପାୟକୁ ଆପଣ ଆଦୌ ହାତ ଛଡ଼ା କରନ୍ତୁନି। ଉପାୟ ଗୁଡ଼ିକୁ ନିହାତି ଥରେ କରିକି ହିଁ ଦେଖନ୍ତୁ। ମାତା ଲକ୍ଷ୍ମୀଙ୍କର ଲାଲ ରଙ୍ଗ ବହୁତ ପ୍ରିୟ ହୋଇଥାଏ। ଆଉ ଯେଉଁ ବ୍ୟକ୍ତିଙ୍କର ମନୋକାମନା ଅଧୁରା ରହିଥାଏ, ପୁରା ହେଇପାରୁନାହିଁ, ତ ସେହି ବ୍ୟକ୍ତି ଏହି ମାର୍ଗଶିର ମାସରେ ଲାଲ ଫୁଲ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ। ଆପଣ ଚାହିଁଲେ ଆପଣଙ୍କର ପୂଜା ଘରେ ଥିବା ଲକ୍ଷ୍ମୀଙ୍କ ଫଟୋ ପାଖରେ ଏହି ଫୁଲକୁ ଅର୍ପଣ କରିପାରିବେ। ନାହିଁ ତ ଆପଣ ମାତା ଲକ୍ଷ୍ମୀଙ୍କର ମନ୍ଦିରକୁ ଯାଇ ଏହି ଲାଲ ଫୁଲ ଆପଣ ଅର୍ପଣ କରିବେ। ଏହା ସହ ଆପଣଙ୍କର ମନୋକାମନା ମାତା ଲକ୍ଷ୍ମୀଙ୍କୁ କହିଦିଅନ୍ତୁ। ତାପରେ ଦେଖନ୍ତୁ ଆପଣଙ୍କର ମନୋକାମନା ମାତା ଲକ୍ଷ୍ମୀ କିପରି ପୂରା କରୁଛନ୍ତି। ତ ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିଲା, ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ଯାହା ଫଳରେ କି ଆମର ଏହିଭଳି ପ୍ରତ୍ୟେକ ନୂଆ ନୂଆ ଭିଡ଼ିଓ ସର୍ବପ୍ରଥମେ ଆପଣଙ୍କ ପାଖରେ ଯାଇ ପହଞ୍ଚିବ। କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ। ଆଜି ପାଇଁ ରହୁଛି, ପୁଣି ଦେଖାହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓ ମାଧ୍ୟମରେ।